ଜିମ୍ରେ ଆଜି ମୋତେ ଗଦା ବୁଲେଇବାକୁ କାହିଁକି ପଡ଼ିଲା ଟିକେ ଆଗକୁ ଚାଲନ୍ତୁ ଜାଣିବେ। ସମସ୍ତଙ୍କୁ ଶୁଭ ସକାଳ। ପ୍ରି ୱାର୍କଆଉଟ୍ ମିଲ୍ରେ କଦଳୀ ସହ ଗାଜର ଖାଇ ବାହାରିଥିଲି ଜିମ୍। ଜିମ୍ ପହଞ୍ଚିବା ମାତ୍ରେ ମୋର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିକୁ ମେସିନ୍ ଉପରେ ରଖେ ତ ଏଣ୍ଟ୍ରି ଡୋର୍ ଆପଣା ଛାଏଁ ଖୋଲିଯାଇଥିଲା। ଆଜି ଯେହେତୁ ସୋଲ୍ଡର ୱାର୍କଆଉଟ୍ ଥିଲା, ତେଣୁ ୱାର୍ମ ଅପ୍ ପାଇଁ କିଛି ସମୟ ମୁଗ୍ଦାରରେ ଏକ୍ସରସାଇଜ୍ କରିଥିଲି। ପ୍ରଥମେ ଡମ୍ବେଲ୍ ଓଭରହେଡ୍ ପ୍ରେସ୍ର 3ଟି ସେଟ୍ ସାରିବା ପରେ ଆର୍ନୋଲ୍ଡ ପ୍ରେସ୍ରେ ସୋଲ୍ଡରର ଓଭରଅଲ୍ 3ଟି ହେଡ୍କୁ ଟାର୍ଗେଟ୍ କରିଥିଲି। ମିଡ୍ ହେଡ୍ ପାଇଁ ଲାଟରାଲ୍ ରେଜ୍ର 3ଟି ସେଟ୍ ଓ ରିୟର୍ ଡେଲ୍ଟ ପାଇଁ ପେକ୍ ଡେକ୍ ଫ୍ଲାଏର 3ଟି ସେଟ୍ କରି ଶେଷ କରିଥିଲି ଆଜିର ୱାର୍କଆଉଟ୍। ରୁମ୍ରେ ପହଞ୍ଚି ବ୍ରେକ୍ଫାଷ୍ଟ ପ୍ରସ୍ତୁତ କରିଥିଲି। ସ୍କୁଲରେ ଆଜି AI ବିଷୟରେ ଅନଲାଇନ୍ରେ ଟ୍ରେନିଂ ନେଇଥିଲି। ଫିଡ୍ବ୍ୟାକ୍ ସେସନ୍ରେ ମୋର ମତାମତକୁ ରିପ୍ରେଜେଣ୍ଟ କରାଯାଇଥିଲା। ପରେ କ୍ଲାସ୍ 10 ପିଲାଙ୍କର ରିଭିଜନ୍ କ୍ଲାସ୍ରେ ଫିଜିକାଲ୍ ସାଇନ୍ସର ପ୍ରଥମ 2ଟି ଚାପ୍ଟରକୁ କମ୍ପ୍ଲିଟ୍ କରିଥିଲି। ସେକେଣ୍ଡ ହାଫ୍ରେ ଅମରେଶ ସାରଙ୍କ ସହ ମିଶି ସାଲାଡ୍ ମିଲ୍ ପ୍ରସ୍ତୁତ କରିଥିଲି। ରାତିରେ ଆଜି ରୁଟି ସହ ଅଣ୍ଡା ଭୁର୍ଜି ଖାଇ ଡିନର୍ ସାରିଥିଲି। ଠିକ୍ 9ଟା ବେଳେ ଆଜି ଶୋଇଥିଲି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ଭଲ ଲାଗିଥିବ।